ଯେତେବେଳେ ଜୀବନର ସବୁ ରାସ୍ତା ବନ୍ଦ ହୋଇଯାଏ, ସେତେବେଳେ ଏହି କାହାଣୀଟିକୁ ମନ ଦେଇ ନିଶ୍ଚୟ ଶୁଣନ୍ତୁ। ଆଦୌ ବାଟବଣା ହେବେ ନାହିଁ। ବଞ୍ଚିବାର ଗୋଟିଏ ମାର୍ଗ ନିଶ୍ଚୟ ମିଳିଯିବ। ଚାଲନ୍ତୁ ଆରମ୍ଭ କରିବା ଗୋଟିଏ କାହାଣୀରୁ। ଗୋଟିଏ ଆଶ୍ରମରେ ଜଣେ ସାଧୁ ବାବା ରହୁଥିଲେ। ସେ ସେହି ଆଶ୍ରମରେ ବହୁ ବର୍ଷ ଧରି ରହୁଥିଲେ। ସାଧୁଙ୍କର ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ବୃଦ୍ଧା ହୋଇଗଲେ ଓ ସେ ମୃତ୍ୟୁର ଖୁବ୍ ନିକଟତର ହୋଇଗଲେ ଏବଂ ସେ ମୃତ୍ୟୁକୁ ଖୁବ୍ ନିକଟରୁ ଅନୁଭବ କରୁଥିଲେ। କିନ୍ତୁ ସେ ବହୁତ ସନ୍ତୁଷ୍ଟ ଥିଲେ ଯେ ସେ 30 ବର୍ଷ ଧରି ପ୍ରଭୁଙ୍କୁ ଧ୍ୟାନ କରିଥିଲେ। ପ୍ରଭୁଙ୍କ ନାମ ସୁମରଣା ବ୍ୟତୀତ ତାଙ୍କ ଜୀବନରେ କୌଣସି କଥା ନଥିଲା। ତେଣୁ ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ତାଙ୍କ ଜୀବନ ଖାତାରେ ବହୁତ ପୁଣ୍ୟ ଜମା ହୋଇଥିବ, ଯେହେତୁ ସେ ଧାର୍ମିକ କାର୍ଯ୍ୟ କରିଛନ୍ତି। ଏହା ନିଶ୍ଚିତ ଯେ ସେ ମୋକ୍ଷ ପାଇବେ। ଦିନେ ଜଣେ ମହିଳା ତାଙ୍କ ସ୍ୱପ୍ନରେ ଆସିଲେ। ସ୍ତ୍ରୀ ଲୋକଟି ବାବାକୁ କହିଲା, "ମୋତେ ତୁମର ଗୋଟିଏ ଦିନର ପୁଣ୍ୟ ଦିଅ ଓ ମୋର ଗୋଟିଏ ଦିନର ପାପ ତୁମେ ବରଣ କର।" ଏହା କହି ମହିଳା ଜଣକ ଅଦୃଶ୍ୟ ହୋଇଗଲା ଓ ତାପରେ ବାବାର ମନ ଅଶାନ୍ତ ହୋଇଗଲା। କାରଣ ଏତେ ବର୍ଷ ଧରି ମହିଳା ତାଙ୍କ ମନକୁ ଆସିନଥିଲେ କି ସେ କେବେ ବି ମହିଳାମାନଙ୍କ କଥା ଭାବିନଥିଲେ। କିନ୍ତୁ ବର୍ତ୍ତମାନ କାହିଁକି ମହିଳା ଜଣକ ତାଙ୍କ ମନରେ ଆସିବାକୁ ଲାଗିଲେ? ତାପରେ ତାଙ୍କ ନିଦ ଭାଙ୍ଗିଗଲା। ସେ ତୁରନ୍ତ ପ୍ରଭୁଙ୍କ ଧ୍ୟାନରେ ବସିଗଲେ। ମହିଳା ଜଣକ ପୁଣି ଥରେ ମନକୁ ଆସିଲେ ଏବଂ ସେ ପୁଣି କହିଲା, "ମୋତେ ଗୋଟିଏ ଦିନର ପୁଣ୍ୟ ଦିଅ ଓ ମୋର ଗୋଟିଏ ଦିନର ପାପକୁ ଦୂର କର।" ଏଥର ସାଧୁ ମହିଳାଙ୍କୁ ଚିହ୍ନିବାକୁ ବହୁତ ଚେଷ୍ଟା କଲେ, କିନ୍ତୁ ମହିଳାଙ୍କ ମୁହଁ ଏତେ ଅସ୍ପଷ୍ଟ ଥିଲା ଯେ ସାଧୁ ତାଙ୍କୁ ଚିହ୍ନି ପାରିଲେ ନାହିଁ। କିନ୍ତୁ ବର୍ତ୍ତମାନ ବାବା ଚିନ୍ତାରେ ପଡ଼ିଗଲେ ଯେ ଏହି ମହିଳା ଜଣକ ଗୋଟିଏ ଦିନର ପୁଣ୍ୟ ନେଇ କ'ଣ କରିବେ। "ମୋତେ ଲାଗୁଛି ଏହି ମହିଳା ଯନ୍ତ୍ରଣା ଭୋଗୁଛନ୍ତି, କିନ୍ତୁ ଗୁରୁଜୀ କହିଛନ୍ତି ଯେ ତୁମେ ଅର୍ଜନ କରିଥିବା ପୁଣ୍ୟ ତୁମର ହିଁ ପ୍ରକୃତ ଧନ ଅଟେ। ଏହାକୁ କେବେ ବି କାହାକୁ ଦେବ ନାହିଁ। ପୁଣ୍ୟ କେତେ କଷ୍ଟରେ ଅର୍ଜନ ହୁଏ। ଯଦି ତୁମେ ଏହାକୁ କାହାକୁ ଦିଅ, ତେବେ ତୁମେ ପରିତ୍ରାଣ ପାଇବ ନାହିଁ। କିନ୍ତୁ ମୋତେ ମୋକ୍ଷ ପ୍ରାପ୍ତିରୁ ହଟାଇବା ପାଇଁ ଏହା ବୋଧହୁଏ କିଛି ଗୋଟିଏ ଷଡ଼ଯନ୍ତ୍ର।" ସାଧୁ ନିଜର ଭାବନାକୁ ତାଙ୍କ ଗୁରୁଙ୍କ ଆଗରେ ପ୍ରକାଶ କଲେ। ଗୁରୁ ସାଧୁଙ୍କୁ ଗାଳି ଦେଇ କହିଲେ, "ମୋର ଶିକ୍ଷାରୁ ତୁମ ଉପରେ କୌଣସି ପ୍ରଭାବ ନାହିଁ। ପୁଣ୍ୟ କାହାକୁ ଦିଆଯାଏ ନାହିଁ। ଏହା ହେଉଛି ତୁମର ପ୍ରକୃତ ରୋଜଗାର।" ଗୁରୁଙ୍କ ପାଖରୁ ଏଭଳି କଥା ଶୁଣି ସାଧୁ ପୁଣି ଥରେ ଧ୍ୟାନରେ ବସିଗଲେ। ମହିଳା ପୁଣି ଥରେ ସାଧୁଙ୍କ ମନରେ ଆସିଲେ ଏବଂ କହିଲେ, "ତୁମେ ତୁମ ଗୁରୁଙ୍କ କଥାକୁ ବିଶ୍ୱାସ କରୁଛ? ତୁମ ଗୁରୁ ଜଣେ ଅଜ୍ଞାନୀ। ତୁମ ପତ୍ନୀ, ପିଲା ଓ ପରିବାର ଏବଂ ଦୁନିଆକୁ ଛାଡ଼ି ତୁମେ ଗର୍ବ କରୁଛ ଯେ ତୁମେ ସଂସାରର ଲୋଭ ଛାଡ଼ି ଦେଇଛ। କିନ୍ତୁ ପ୍ରକୃତ କଥା ହେଉଛି ତୁମେ ଏବଂ ତୁମର ଗୁରୁ ଏ ସଂସାର ଲୋଭକୁ ଆହୁରି ଦୃଢ଼ ଭାବରେ ଧରି ରଖିଛ। ଜଣେ ଅଭାବୀ ବ୍ୟକ୍ତିକୁ ସାହାଯ୍ୟ କରିବା ପାଇଁ ତୁମର ଚରିତ୍ର ମଧ୍ୟ ନାହିଁ।" ସାଧୁ ବହୁତ ରାଗିଗଲେ। ସେ ପୁଣି ଗୁରୁଙ୍କ ନିକଟକୁ ଗଲେ। ସେ ତାଙ୍କୁ ସେହି ମହିଳାଙ୍କ ବିଷୟରେ କହିଲେ। ଗୁରୁ ପୁନର୍ବାର ସାଧୁଙ୍କୁ ଗାଳି ଦେଇ କହିଲେ, "ଗୁରୁଙ୍କୁ ସନ୍ଦେହ କରି ସେ ତୁମକୁ ପାପକୁ ଠେଲି ଦେବାକୁ ଚେଷ୍ଟା କରୁଛି। ଅବଶ୍ୟ ତୁମ ପଛରେ କିଛି ଦୁଷ୍ଟ ଆତ୍ମାଟିଏ ପଡ଼ିଯାଇଛି। ବର୍ତ୍ତମାନ ଋଷି କ'ଣ କରିବେ ଓ କ'ଣ ନ କରିବେ କିଛି ଠିକ୍ କରିପାରିଲେ ନାହିଁ। ଗୁରୁଙ୍କ କଥା ନ ମାନିଲେ ଗୁରୁ ନିନ୍ଦାର ପାପ ଓ ମହିଳାଙ୍କ କଥା ନ ରଖିଲେ ମଧ୍ୟ ଅଧର୍ମ ହେବ।" ସାଧୁ ଏସବୁ ଚିନ୍ତା କରି ଅତ୍ୟନ୍ତ ବିଚଳିତ ହୋଇଗଲେ। ମନ ଅସ୍ଥିର ହୋଇପଡ଼ିଲା। ସେ ପୁନର୍ବାର ପ୍ରଭୁଙ୍କ ସ୍ମୃତିରେ ବସିଗଲେ। ମହିଳା ଜଣକ ପୁଣି ଥରେ ତାଙ୍କ ମନକୁ ଆସିଲେ। ସେ ପୁନର୍ବାର କହିଲେ, "ଏତେ ବର୍ଷ ପର୍ଯ୍ୟନ୍ତ ଆଧ୍ୟାତ୍ମିକତାରେ ରହି ମଧ୍ୟ ତୁମେ ଦାସ ହୋଇ ରହିଗଲ। ତୁମେ ଗୁରୁଙ୍କ ଚିନ୍ତା ଆଗରେ ଯାଇଥାନ୍ତ। ଏତେ ବର୍ଷର ଅଧ୍ୟୟନ, ଏତେ ଆଧ୍ୟାତ୍ମିକ ଭାବ ଥାଇ ମଧ୍ୟ ତୁମେ ନିଜର ମତ ମଧ୍ୟ ପ୍ରକାଶ କରିବାରେ ଅସମର୍ଥ ହୋଇପଡ଼ିଲ। ତୁମେ କେବଳ ଗୁରୁଙ୍କ ଜ୍ଞାନ ମଧ୍ୟରେ ହିଁ ରହିଛ। ଏବେ ମୁଁ ପୁଣି କହୁଛି,
ମୋତେ ଗୋଟିଏ ଦିନର ପୁଣ୍ୟ ଦେଇ ମୋର ଏକ ଦିନର ପାପ ବରଣ କର। ମୁଁ କେଇ ଜଣଙ୍କୁ ପରିତ୍ରାଣ ଦେବାକୁ ଚାହୁଁଛି। ଏହା ହେଉଛି ଈଶ୍ୱରଙ୍କର ଇଚ୍ଛା। ସାଧୁ ନିଜର ଜ୍ଞାନ ଅଭାବରୁ ନିଜକୁ ଅତ୍ୟଧିକ ଦୋଷୀ ଅନୁଭବ କଲେ। ସାଧୁଙ୍କ ମତ ଅନୁସାରେ କାହାକୁ ନିଜର ଅର୍ଜିତ ପୁଣ୍ୟ ଦିଆଯାଏ ନାହିଁ ଏବଂ ଧର୍ମ କହୁଛି ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ଉଚିତ। ଏହିଠାରେ ସାଧୁ ଅଟକି ରହିଛନ୍ତି। ଗୁରୁ ମଧ୍ୟ କୌଣସି ମାର୍ଗ ଦେଖାଉନାହାନ୍ତି, କିନ୍ତୁ ନାରୀ କାହାକୁ ମୋକ୍ଷ ପ୍ରାପ୍ତି କରାଇବ ବୋଲି କହୁଛି। ଏହିସବୁ ପ୍ରଶ୍ନ ଜାଲ ମଧ୍ୟରେ ଛନ୍ଦି ହୋଇ ରହିଗଲେ ସେ ସାଧୁ। ମହିଳା ସ୍ୱପ୍ନରେ ଆସି କହିଲେ, ଯେତେବେଳେ ଜୀବନର ସବୁ ରାସ୍ତା ଅନ୍ଧାର ହୋଇଯାଏ, ତୁମେ ପ୍ରଭୁଙ୍କଠାରୁ ପଥ ଶିଖ। ପ୍ରଭୁଙ୍କୁ ନିଜେ ପଚାର ତାଙ୍କର ଇଚ୍ଛା କ'ଣ। ସାଧୁ ସମାଧାନ ପାଇଁ ପ୍ରଭୁଙ୍କୁ ଗୁହାରି କଲେ। ଆକାଶରୁ ଏକ ସ୍ୱର ଶୁଣାଗଲା, ପ୍ରଥମେ ମୋତେ କୁହ, କେଉଁ ପୁଣ୍ୟ ଅର୍ଜନ ବିଷୟରେ ଗର୍ବ କରୁଛ? ସାଧୁ କହିଲେ, ମୁଁ 30 ବର୍ଷ ଧରି ଭଗବାନଙ୍କୁ ଧ୍ୟାନ କରିଛି। 30 ବର୍ଷ ଧରି ଭିକ୍ଷା କରି ଜୀବନ ନିର୍ବାହ କରିଛି। ମୁଁ କିଛି ସଞ୍ଚୟ କରି ନାହିଁ। ମୁଁ ତ୍ୟାଗକୁ ଜୀବନ ବୋଲି ଭାବିଛି। ମୁଁ ମୋ ପତ୍ନୀ ଓ ପିଲାମାନଙ୍କ ସମେତ ସବୁ କିଛି ଛାଡ଼ି ଦେଇଛି। ଆକାଶରୁ ଶବ୍ଦ ଶୁଭିଲା, ତୁମେ 30 ବର୍ଷ ଧରି କୌଣସି ଉପଯୋଗୀ କାର୍ଯ୍ୟ କରିନାହଁ। ତୁମେ କୌଣସି ଗଠନମୂଳକ କାର୍ଯ୍ୟ କରିନାହଁ। ତୁମେ ଅନ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଅର୍ଜନ କରିଛ ଏବଂ ତାକୁ ଖାଇଛ। ତେବେ କେବଳ ରାମ ରାମ ଓମ୍ ନମଃ ଶିବାୟ ଜପ କରି ପୁଣ୍ୟ ଅର୍ଜନ କରିଛ ବୋଲି କିପରି ଗର୍ବ କରୁଛ? ଯଦି ତୁମେ ଡଲାର ଟଙ୍କା ଟଙ୍କା ଜପ କରୁଛ, ତେବେ ତୁମର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପୂରଣ ହେବ କି? ତେଣୁ ତୁମ ଜୀବନ ଖାତାରେ କୌଣସି ପୁଣ୍ୟ ଜମା ନାହିଁ। ସାଧୁ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ସେ ସାହସ ସଂଗ୍ରହ କରି ପ୍ରଭୁଙ୍କୁ ପଚାରିଲେ, ପ୍ରଭୁ, ଯଦି ମୋ ଜୀବନ ଖାତାରେ କୌଣସି ପୁଣ୍ୟ ଜମା ନାହିଁ, ତେବେ ସେ ସ୍ତ୍ରୀ ଲୋକ କାହିଁକି ମୋତେ ପୁଣ୍ୟ ମାଗୁଛି? ପ୍ରଭୁ କହିଲେ, ତୁମେ ଜାଣିଛ କି ସେହି ମହିଳା କିଏ? ସେ ସାଧୁ କହିଲେ, ମୁଁ ଜାଣିନି ସେହି ମହିଳା କିଏ, କିନ୍ତୁ ମୁଁ ଜାଣିବାକୁ ଚାହେଁ। ପ୍ରଭୁ କହିଲେ, ସେହି ମହିଳା ତୁମର ଧର୍ମପତ୍ନୀ। ତୁମେ ତାଙ୍କୁ ପାପର ଦୁନିଆ ବୋଲି କହି ତାଙ୍କୁ ଛାଡ଼ି ଦେଇଥିଲ। ସେ କ'ଣ କଲେ ଜାଣ କି? ସାଧୁଙ୍କ ଆଖିରୁ ଲୁହରେ ଭରିଗଲା। ସେ କହିଲେ, ନା ପ୍ରଭୁ, ମୁଁ ସେ ବିଷୟରେ କିଛି ଜାଣିନାହିଁ। ପ୍ରଭୁ କହିଲେ, ତେବେ ଶୁଣ, ଯେବେ ତୁମେ ଚୁପଚାପ ଘରୁ ବାହାରି ଚାଲି ଆସିଲ, ସେ ତୁମକୁ ଅପେକ୍ଷା କରି ଅନେକ ଦିନ କାନ୍ଦିଲା। ତାପରେ ଦିନେ ଜମାପୁଞ୍ଜି ସମାପ୍ତ ହେଲା ଏବଂ ପିଲାମାନଙ୍କର ଭୋକ ଦେଖି ଭାଗ୍ୟ ତାକୁ ତୁମକୁ ହରାଇବାର ଦୁଃଖ ଭୁଲିବାକୁ ବାଧ୍ୟ କଲା। ସେ ଲୁହ ପୋଛିଲା ଏବଂ କାମ ପାଇଁ ବାର ଆଡ଼େ ବୁଲିଲା, କିନ୍ତୁ ଭାଗ୍ୟର ବିଡ଼ମ୍ବନା ଏପରି ଯେ ସେ କେଉଁଠି ବି ମଧ୍ୟ କାମ ପାଇଲା ନାହିଁ। ତେଣୁ ସେ କୁଷ୍ଠାଶ୍ରମରେ କାମ କରିବା ପାଇଁ ସ୍ଥିର କଲା। ପ୍ରତିଦିନ ସେ ନିଜକୁ ରୋଗୀଙ୍କଠାରୁ ରକ୍ଷା କରିଥିଲା, କିନ୍ତୁ ସେଠାରେ ପରିତ୍ୟକ୍ତ ରୋଗୀଙ୍କର ସେବା କରିଥିଲା। କିନ୍ତୁ ତଥାପି ନିଜକୁ ପାପୀ ବୋଲି ମନେ କରୁଛି, କାହିଁକି ନା ସ୍ୱାମୀ ତାକୁ ଛାଡ଼ି ଚାଲିଗଲେ ବୋଲି ନିଜକୁ ପାପୀ ବୋଲି ଭାବୁଛି। କିନ୍ତୁ ତାକୁ ଏବେ ବି ଅନୁଭବ ହେଉଛି କି ତାଙ୍କ ସ୍ୱାମୀ ଏବେ ମରିବାକୁ ଯାଉଛନ୍ତି। ସେ କେବଳ ଚାହୁଁଛନ୍ତି ଯେ ତାଙ୍କ ସ୍ୱାମୀ ମୋକ୍ଷ ପ୍ରାପ୍ତି କରନ୍ତୁ, ଯାହା ପାଇଁ ସେ ଘରୁ ବାହାରି ଆସିଛନ୍ତି। ସେ ବାରମ୍ବାର ପ୍ରଭୁଙ୍କୁ ନିବେଦନ କରିଛି ଯେ ମୋ ଜୀବନ ପଛେ ନିଅ, କିନ୍ତୁ ମୋ ସ୍ୱାମୀଙ୍କୁ ପରିତ୍ରାଣ ଦେବା ଜରୁରୀ ଅଟେ। ମୁଁ ତୁମ ସ୍ତ୍ରୀକୁ କହିଲି, ତୁମର ଗୋଟିଏ ଦିନର ପୁଣ୍ୟ ଦିଅ, ତେବେ ତୁମର ସ୍ୱାମୀ ମୋକ୍ଷ ପାଇବେ। ସେ କହିଲା, ମୋ ଜୀବନର ପୁଣ୍ୟ କେଉଁଠାରେ ଅଛି? ଯଦି ମୋ ପାଖରେ ଥାଆନ୍ତା, ତେବେ ମୁଁ ଗୋଟେ କ୍ଷଣ ମଧ୍ୟ ନଷ୍ଟ କରିନଥାନ୍ତି। ମୁଁ ତାଙ୍କୁ କହିଲି, ଜଣେ ସାଧୁ ଅଛନ୍ତି, ତାଙ୍କୁ ତୁମ ପାପର ଗୋଟିଏ ଦିନ ଦେଇ ତାଙ୍କର ପୁଣ୍ୟର ଗୋଟିଏ ଦିନ ମାଗ। ସେ ପ୍ରଶ୍ନ କଲେ, କିଏ ଏପରି ଅଛି ଯିଏ ପାପ ଗ୍ରହଣ କରି ପୁଣ୍ୟ ଦେବ? ମୁଁ ତାଙ୍କୁ ଆଶ୍ୱାସନା ଦେଲି ଯେ ଲୋକମାନେ ଏହିପରି ଅଛନ୍ତି। ସେଥିପାଇଁ ସେହି ମହିଳା ତୁମକୁ ତାଙ୍କର ପୁଣ୍ୟ ଦେଉଥିଲେ, କିନ୍ତୁ ତୁମେ ସମସ୍ତଙ୍କୁ ପର କରି କେଉଁ ଆକାଉଣ୍ଟରେ ପୁଣ୍ୟ ଜମା କରିଛ ବୋଲି ହିସାବ କିତାବରେ ଲାଗି ପଡ଼ିଛ। କହିବାକୁ ଗଲେ ତୁମେ ସଠିକ୍ ଭାବରେ ସାଧୁ ମଧ୍ୟ ହୋଇପାରିଲ ନାହିଁ।
पत्नी एवं संतान को अधा रास्तारे छाड़ी आसिबा परे सेमानंकर कौन हेबा बोली तुमे केबे चिंता करी नाह। किंतु तुम पत्नी को देख, से तथापि अस्थिर जे तुमे तुमर लक्ष्य हासिल कर। तुमर पत्नी कुष्ठ रोगरे पीड़ित, से निजे मृत्यु शज्यारे अछंती, किंतु तुम पाई परित्राण चाहुछंती। तुमे केवल तुमर मोक्ष प्राप्ति पाई 30 वर्ष धरी हिसाब करि चलीछ। साधुंक देह सारा झाल बुंदा प्रवाहित हेबाकु लागिला। तांको निश्वास त्वरान्वित हेला। से उच्च स्वरे चित्कार कले, यशोदा। साधु भयभीत होई बसीगले। तांको कपाଳରେ झाल बहुथिला। से बाहर को अनाई देखिले जे प्राय सकाळ होईगलाणी। से शीघ्र बैग पैक करी गुरुंको सामनारे ठिया हेले। गुरु पचारिले, आज एते शीघ्र भिक्षा करबाकू बाहरी पड़िल? साधु कहिले, मु एबे घर को जाउछि। गुरुजी कहिले, तुमे एबे घर को जाई कौन करिब? साधु कहिले, धर्म शिखिबा पाई। दर्शक बंधु, धर्म एहा नुहे जे मंदिर रे घंटी बजाइबा, घंटा घंटा पूजा करिबा, मस्जिद को जाई नमाज पढ़िबा, चर्च को जाई प्रार्थना करिबा, गुरु ग्रंथ पाठ करिबा। प्रकृत धर्म तो हेउछि भोकिला लोक को खाइबा को देबा, जणे अंध को रास्ता पारी हेबारे साहाय्य करिबा, जणे अभावी व्यक्ति को साहाय्य करिबा, असुस्थ असहाय व्यक्तिंकर चिकित्सा करिबा, छात्री को अध्ययन करिबारे साहाय्य करिबा। एहा हेउछि प्रकृत धर्म। एहा हेउछि प्रकृत गुण। छलना करी उपासना करी तुमर गुण वृद्धि पाइब नाही। जदि तुमे प्रकृतरे काहाकू साहाय्य कर, तेबे केवल तुमर प्रकृत प्रेमर हिसाब हेब। सांग माने भिडियोटी को एहिठारे शेष करुछि। जदि आपण मानकू एही शिक्षणीय भिडियोटी भल लागिछि, तेबे दया करी मो चैनल को सब्सक्राइब करी भिडियो को गोटे लाइक निहाती करंतु और सांग साथी मानकू और बंधु बांधव मानक पाखकू अधिकरु अधिक शेयर करंतु।